ଏବେ ଆସିଲା ବର୍ତ୍ତମାନ ବଡ ଖବର। ସରକାର ଦେଲେ ବଡ ଖୁସି ଖବର। 4 ଦିନ ଭିତରେ ରାଜ୍ୟ ସରକାର ନେଇଛନ୍ତି ଏହି ସବୁ ଐତିହାସିକ ନିଷ୍ପତ୍ତି। ଜନକଲ୍ୟାଣ ଯୋଜନାକୁ ମିଳିଛି ପ୍ରାଧାନ୍ୟ। ପିଢି ପରେ ପିଢି ବଦଳି ଚାଲିଥିବା ବେଳେ ଅନେକ ନବାଗତ ନେତା ଓଡ଼ିଶା ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି, କିନ୍ତୁ ବିକାଶ ଓ ଜନକଲ୍ୟାଣ ଯୋଜନାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ରାଜ୍ୟ ସରକାର। ବାରମ୍ବାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ 5T ମାଧ୍ୟମରେ ସରକାର ଅନେକ ସାରା ବିକାଶମୂଳକ କାର୍ଯ୍ୟ ଓ ଯୋଜନା ପ୍ରଣୟନ କରିଥିବା ବେଳେ ଏବେ ମାତ୍ର 4 ଦିନରେ ଅନେକ ଐତିହାସିକ ନିଷ୍ପତ୍ତି ସବୁ ନେଇଛନ୍ତି, ଯାହାକୁ ନେଇ ସାଧାରଣରେ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହି 4 ଦିନରେ ସରକାର ଏଭଳି ଜନକଲ୍ୟାଣ ଯୋଜନାକୁ ନେଇ ସବୁ ଗୁରୁତ୍ୱ ଦେଇଛନ୍ତି, ଯେଉଁଥିରେ ଜଣେ ଗରିବ ଶ୍ରେଣୀର ଲୋକ ନିଶ୍ଚୟ ବହୁ ଉପକୃତ ହେବ ବୋଲି କୁହାଯାଇଛି। ତେବେ ଆସନ୍ତୁ କିଛି ନଜର ପକାଇବା ଏହି 4 ଦିନ ଭିତରେ ରାଜ୍ୟ ସରକାର କଣ ସବୁ କରିଛନ୍ତି। ଶନିବାର ସବୁ ଭତ୍ତା 500 ଟଙ୍କା ବୃଦ୍ଧି କରିଥିଲେ ରାଜ୍ୟ ସରକାର। ରବିବାର କେନ୍ଦୁପତ୍ର ତୈଳଙ୍କୁ 50% ବୋନସ ଦେବା ବୋଲି ଘୋଷଣା କରିଥିଲେ। ସୋମବାର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ 1000 ଟଙ୍କାରେ ସହାୟତା, ମାଗଣାରେ 2ଟି ଲେଖାଏଁ ଝୋଟ ବ୍ୟାଗ୍, ବେକାର ଯୁବକ ଯୁବତୀ ମାନଙ୍କୁ ସ୍ୱୟଂ ଯୋଜନାର ବିନା ସୁଧରେ 1 ଲକ୍ଷ ଟଙ୍କା ଯାଏ ଋଣ। ଆଉ ମଙ୍ଗଳବାର ଯୁକ୍ତ 3 ପିଜି ଛାତ୍ରଛାତ୍ରୀଙ୍କ ନୂଆ ଓ ଶିକ୍ଷାବୃତ୍ତିରେ ବର୍ଷକୁ 9ରୁ 10,000 ଟଙ୍କା ଯାଏ ସହାୟତା ଘୋଷଣା। ଆଉ ଗର୍ଭବତୀଙ୍କ ପାଇଁ ରାଜ୍ୟ ସରକାର ମମତାର ସହାୟତା ରାଶି ବୃଦ୍ଧି କରିଛନ୍ତି। ଏଣିକି ଗର୍ଭବତୀ ମାନେ 5,000 ବଦଳରେ 10,000 ଟଙ୍କା ଲେଖାଏଁ ପାଇବେ। 2023 ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ଏହି ବର୍ଦ୍ଧିତ ରାଶି ଭାବେ ମିଳିବ।